ମୋ ନାଁ ହେଉଛି ବିପ୍ରଚରଣ ମଣ୍ଡଳ, ଅବକାରୀ ଅଧିକାରୀ କେନ୍ଦ୍ରାପଡ଼ା। ଆପଣ କହିବେ ବିଭିନ୍ନ ଜାଗାରେ ଯେଉଁ ମଦ ବିକ୍ରି ହେଉଛି ମହାକାଳ ପାରା ହେଉ କେନ୍ଦ୍ରାପଡ଼ା ଯେଉଁ ଜାଗା ବି ହେଉ, ରାସନ ଦୋକାନ ପାଖରୁ ଚା ଦୋକାନ ତକ ମଦ ବିକ୍ରି ଚୋରା ମଦ କୁହାଯାଏ। କହିବେ ଆପଣ ତ କେତେ କ'ଣ ମାନେ ଦେବେ ଭତ୍ତା ଦେଉଛନ୍ତି? ଦେଖନ୍ତୁ, ମୁଁ ତ ପ୍ରଥମେ କହିବି ଆମର ଲାଇସେନ୍ସ ପ୍ରାପ୍ତ ଆମର ଦୋକାନ ଅଛି, ଫାଷ୍ଟ ସେଠି ହିଁ ପିଇବା କଥା। ଯଦି କିଛି ଲୋକ ବଦମାସି କରୁଛନ୍ତି ଯେ ଦୋକାନରୁ ନେଇକି ଅଲଗା ଜାଗାରେ ଯେ ବିକ୍ରି କରୁଛନ୍ତି, ସେଇଟା ସମ୍ପୂର୍ଣ୍ଣ ଇଲିଗାଲ। ସେଇଟା ଆମେ ତ ପ୍ରତିଦିନ ଆମର 7, 8, 10 ଏମିତି ପ୍ରତିଦିନ ଆମେ ଫରୱାର୍ଡ଼ କରୁଛୁ, ତଥାପି ସେମାନେ ଜେଲରୁ ବାହାରିକି ପୁଣି ଯାଇକି ସେ ବିକୁଛନ୍ତି। ସେଇଟା ବହୁତ ଭୁଲ କଥା। ଯିଏ ପିଇବାର ଅଛି, କାଉଣ୍ଟର ଯେହେତୁ ଅଛି, କାଉଣ୍ଟରରେ ଆସିକି ପିଇବେ। ଆଉ ଆମ ପାଖରେ ତ ସବୁ ଇନଫର୍ମେସନ୍ ରହୁଛି, ସେ ଅନୁସାରେ ଆମେ କେସ୍ କରୁଛୁ। ତଥାପି କେଉଁଠି ଯଦି କିଏ ଏମିତି ଇଲିଗାଲ କାମ କରୁଛି, ଆଉ ଆପଣଙ୍କ ମାଧ୍ୟମରେ ବି ଆମେ ବହୁତ କିଛି ଖବର ବି ପାଉଛୁ। ଆଉ ମୋ ହ୍ୱାଟ୍ସଆପ୍ ନମ୍ବର ବି ଆପଣ ଇଣ୍ଟରନେଟ୍ରେ ବି ପାଇପାରିବେ, ମୁଁ ମଧ୍ୟ ଦେଇଛି। ଆଉ ସେଥିରେ ଆମକୁ ସୂଚନା ଦିଅନ୍ତୁ, ନିଶ୍ଚିତ ଭାବରେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଆପଣ କହିବେ ଆପଣ ବର୍ତ୍ତମାନ ଆପଣଙ୍କୁ ଆମେ ମେସେଜ୍ ଦେଲୁ କି ଆପଣ ଷ୍ଟାଫକୁ କାହାକୁ କହିଲେ ଚାଲ ଯିବା ଆମ ଜାଗାରେ ମାନେ ମଦ ବିକ୍ରିରୁ ଧରିବା, ସେ ଜିନିଷ ତାଙ୍କ ପାଖରେ ଖବର ପହଞ୍ଚିଯାଉଛି, ସେମାନେ ବି କିଛି ମାସିକା ତାଙ୍କୁ ନେଉଛନ୍ତି। ନାଇଁ, ଆପଣ ଖବରଟା ଡାଇରେକ୍ଟଲି ମୋତେ ଦିଅନ୍ତୁ। ଖବର କୌଣସି ପ୍ରକାର ଲିକ୍ ହେବନି, କିମ୍ବା ଯିଏ ବି ସୂଚନା ଦେଇଛନ୍ତି ତାଙ୍କ ନାଁ ବି ବାହାରକୁ ପ୍ରକାଶ ହେବନି। ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ହେବ। ଆଉ ଷ୍ଟାଫ୍ କଥା ଯେଉଁ କହିଲେ, ସେମାନଙ୍କୁ ମୁଁ ପୁରା କଣ୍ଟ୍ରୋଲରେ ରଖିଛି। ଯଦି ବି କିଏ କିଛି ଯଦି ଇଲିଗାଲ କାମ କରୁଛନ୍ତି, ମୁଁ ଯଦି କିଛି ପ୍ରମାଣ ପାଏ, ନିଶ୍ଚିତ ଭାବରେ ସେ କର୍ମଚାରୀଙ୍କ ବିରୁଦ୍ଧରେ ମଧ୍ୟ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ड्रीम्स राइडर सब समय आपणक सेवारे। धन्यवाद।